ନମ୍ବର 1 କିପରି ଉଡ଼ାଣ ଭରିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହେଲା ଏୟାର ଇଣ୍ଡିଆ ବିମାନ। ରାଉଡରରେ କଏଦ ହେଲା ଲୋକେସନ୍। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଏକ ବିମାନ ହେଲେ ଉଡ଼ାଣ ଭରିବା ମାତ୍ରେ ହିଁ ଗୁଜରାଟ ଅହମ୍ମଦାବାଦରେ ଭୟଙ୍କର ଦୁର୍ଘଟଣାର ଶିକାର ହେଲା, ଯେଉଁଥିରେ ଥିଲେ 242 ଜଣ ଯାତ୍ରୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଭରିବା ମାତ୍ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଆଖପାଖ ଅଞ୍ଚଳରେ ଧୂଆଁର ଆସ୍ତରଣ ଖେଳି ଯାଇଥିଲା। ଏହା ସହ ବିମାନ ବନ୍ଦରରେ ନିଆଁ ଲାଗିଯାଇଥିବା ଏହି ଦୁର୍ଘଟଣା ବିମାନ ବନ୍ଦର ନିକଟରେ ଥିବା ସିଭିଲ ହସ୍ପିଟାଲ ଏକ ଆର୍ଟସ କ୍ୟାମ୍ପସ ନିକଟରେ ଘଟିଥିଲା। ଏୟାର ଇଣ୍ଡିଆ ଏହାର ସରକାରୀ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ସୂଚନା ଦେଇଛି ଯେ ଅହମ୍ମଦାବାଦରୁ ଲଣ୍ଡନ ଗାଟୱେ ବିମାନ ବନ୍ଦରକୁ ଉଡ଼ାଣ ଭରୁଥିବା ଫ୍ଲାଇଟ୍ ନମ୍ବର AI-171 ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ନମ୍ବର 2 ଖୁବ୍ ଶୀଘ୍ର ନୂଆ NSE ପୌରପାଳିକା ଘୋଷଣା। 24ଟି ବ୍ଲକକୁ NSE କରିବା ପ୍ରସ୍ତୁତ ଶେଷ ହୋଇଛି। ରାଜ୍ୟ ସରକାର ଶୀଘ୍ର ରାଜ୍ୟବାସୀଙ୍କୁ 10ରୁ ଅଧିକ NSE ଏବଂ 2ରୁ ଅଧିକ ପୌରପାଳିକା ଭେଟି ଦେବେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆସନ୍ତା ଦିନେରୁ 2 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। କାଲି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ନୂଆ NSE ଏବଂ NSEକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଛି। ଜିଲ୍ଲାପାଳ ରିପୋର୍ଟ ଆଧାରରେ ଆମେ NSE ପାଇଁ ଏହା ପଞ୍ଚାୟତିରାଜ ବିଭାଗକୁ ପଠାଇଥିଲୁ। ପଞ୍ଚାୟତିରାଜ ବିଭାଗ ଏବେ NOC ଦେଇଥିବାରୁ ଶୀଘ୍ର ନୂଆ NSE ଘୋଷଣା ହେବ। ନମ୍ବର 3 ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +3 କଟ୍-ଅଫ୍ ମାର୍କ। ସବୁ ବିଭାଗରେ ରେଭେନ୍ସା ଆଗରେ। ରାଜ୍ୟରେ +3 ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟ୍-ଅଫ୍ ମାର୍କ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍-ଅଫ୍ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସା ଯାଇଛି ସର୍ବାଧିକ କଟ୍-ଅଫ୍। ରାଜ୍ୟରେ ଅନ୍ୟ କଲେଜ ଅପେକ୍ଷା ରେଭେନ୍ସା କଲେଜରେ କଟ୍-ଅଫ୍ ମାର୍କ ସର୍ବାଧିକ ରହିଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ମୋଟ 1,75,722 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେପଟେ ରାଜନୀତି ବିଜ୍ଞାନରେ ସର୍ବାଧିକ 92.8% ଯାଇଥିବା ବେଳେ ଜୁଲଜିରେ 90.4%, ଫିଜିକ୍ସରେ 93.67% କଟ୍-ଅଫ୍ ଯାଇଛି। ବାଣିଜ୍ୟରେ 90.50% କଟ୍-ଅଫ୍ ଯାଇଥିବା ପ୍ରକାଶ ପାଇଛି। ନମ୍ବର 4 3 ନାବାଳିକାଙ୍କୁ ଦୁଷ୍କର୍ମ। ବାର୍ଥଡେ ପାର୍ଟି ପାଇଁ ହୋଟେଲକୁ ଡାକିଥିଲେ ସାଙ୍ଗମାନେ। ଗୋୱାରେ 3 ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। 3 ଜଣ ଝିଅଙ୍କୁ ସେମାନଙ୍କ ବନ୍ଧୁମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏହି 3 ଜଣ ନାବାଳିକାଙ୍କୁ ଏକ ହୋଟେଲରେ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। 3 ଜଣ ଝିଅଙ୍କ ମଧ୍ୟରୁ 2 ଜଣ ଭଉଣୀ ଏବଂ ତୃତୀୟ ଜଣ ସେମାନଙ୍କର ବନ୍ଧୁ। ମାମଲା ସାମ୍ନାକୁ ଆସିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି PO/CSO ଆଇନ ଅନୁଯାୟୀ ମାମଲା ରୁଜୁ କରି 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତ ଝିଅଙ୍କ ବୟସ 15, 13 ଏବଂ 11 ବର୍ଷ ବୋଲି କୁହାଯାଇଛି। ଅଭିଯୁକ୍ତଙ୍କ ବୟସ 19 ଏବଂ 21 ବର୍ଷ। PO/CSO ଆଇନ ଏବଂ ବଳାତ୍କାର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ହୋଟେଲରେ ପ୍ରବେଶ ରେକର୍ଡ, CCTV ଫୁଟେଜ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ପ୍ରମାଣ ଭାବରେ ସଂଗ୍ରହ କରିଛି। ନମ୍ବର 5 ଚାଇନାର ସ୍ୱପ୍ନକୁ ଚାରକାର କରିଦେବ ଭାରତ। ମୋଦି କରୁଛନ୍ତି ବଡ଼ ପ୍ଲାନ୍। ସମାନତା ଜାରି ରଖି ଭାରତ ମଙ୍ଗୋଲିଆରେ ସାମରିକ ଅଭ୍ୟାସ କରିବାକୁ ଯାଉଛି, ଯାହା ଭୌଗୋଳିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହା ଜୁନ 14ରେ ଆରମ୍ଭ ହେବ ଏବଂ ଜୁନ 28ରେ ଶେଷ ହେବ। ଏଥିପାଇଁ ଭାରତୀୟ ସେନା ପୂର୍ବରୁ ମଙ୍ଗୋଲିଆରେ ପହଞ୍ଚି ସାରିଛି। ମଙ୍ଗୋଲିଆ ଆଞ୍ଚଳିକ ପ୍ରଭାବ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବରେ ଉଭା ହୋଇଛି। ତାହା ସହିତ ସମ୍ପର୍କ ମଜବୁତ କରି ଭାରତ ଚାଇନା ଦେଇ ପାରମ୍ପରିକ ବାଣିଜ୍ୟ ପଥକୁ ଏଡ଼ାଇ କୋଇଲା, ତମ୍ବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସୁରକ୍ଷିତ କରିବାକୁ ଆଗ୍ରହୀ। ଭାରତ ରୁଷକୁ ଏକ କରିଡର ଭାବରେ ବ୍ୟବହାର କରିବାକୁ ବିଚାର କରୁଛି। ଗୋଟିଏ ପଟେ ଏସବୁ ଘଟୁଛି, ଅନ୍ୟପଟେ ମଙ୍ଗୋଲିଆ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଚାଇନାରୁ ଋଣ ଚାହୁଁଥିଲା। ନମ୍ବର 6 ପୁଣି ରାଜା ରଘୁବଂଶୀ ବଳି ମାମଲା। ବିବାହର 3 ସପ୍ତାହ ପରେ ସ୍ୱାମୀକୁ ଟାଙ୍ଗିଆରେ ଆଣିଲେ ସ୍ତ୍ରୀ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁପୱାଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। 23 ମେରେ ସତରାର ବାସିନ୍ଦା ରାଧିକା ଲୋଖଣ୍ଡେ ଅନିଲ ଲୋଖଣ୍ଡେଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ମାତ୍ର 3 ସପ୍ତାହ ପରେ ଏହି ସମ୍ପର୍କରେ ଭୟଙ୍କର ଅନ୍ତ ଘଟିଥିଲା। ମହିଳା ତାଙ୍କ ସ୍ୱାମୀଙ୍କୁ ଟାଙ୍ଗିଆରେ ହତ୍ୟା କରିଥିଲେ। ମଙ୍ଗଳବାର ବିଳମ୍ବିତ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କୁହାଯାଇଛି। ପୋଲିସର କହିବା ଅନୁଯାୟୀ ରାତି ପ୍ରାୟ 12:30ରେ ଅନିଲ ଶୋଇପଡ଼ିଥିଲେ। ପରେ ରାଧିକା ତାଙ୍କ ମୁଣ୍ଡକୁ କୁରାଢ଼ୀରେ ଆକ୍ରମଣ କରିଥିଲେ। ଅନିଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ନମ୍ବର 7 ଅହମ୍ମଦାବାଦରେ ବଡ଼ ବିମାନ ଦୁର୍ଘଟଣା ଜଳିଗଲା ବିମାନ ଭିତରେ ଥିଲେ 242 ଜଣ ଯାତ୍ରୀ। ଗୁଜରାଟର ରାଜଧାନୀ ଅହମ୍ମଦାବାଦରେ କାଲି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ମେଘାଣୀନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ବିମାନରେ 242 ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବିମାନଟି ବିମାନବନ୍ଦରର କାନ୍ଥ ସହ ଧକ୍କା ହେବା ପରେ ଆବାସିକ ଅଞ୍ଚଳରେ ପଡ଼ି ନଷ୍ଟ ହୋଇଛି। ଅହମ୍ମଦାବାଦ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ବଡ଼ ଦୁର୍ଘଟଣା। ଏୟାର ଇଣ୍ଡିଆ ଏକ ବିମାନ ଜଳି ଯାଇଥିବା ଜଣାପଡ଼ିଛି, ଯେଉଁଥିରେ ପ୍ରାୟ 200ରୁ ଅଧିକ ଯାତ୍ରୀ ଥିବା କୁହାଯାଇଛି। ଟେକ୍ଅଫ୍ ସମୟରେ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଛି, ଫଳରେ ନିଆଁରେ ଆକାଶରେ ଧୂଆଁରେ ହୋଇ ଉଠିଛି। ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ନମ୍ବର 8 ତୁଚ୍ଛାଟାରେ ଡିଡିମ ପିଟୁଥିଲା ପାକିସ୍ତାନ, ଆମେରିକାକୁ ଆସିମ ମୁନିରଙ୍କୁ ମିଳିଲାନି ନିମନ୍ତ୍ରଣ। ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପ୍ରତିହାରକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରି ଆସିଛି। ଏବେ ସେଭଳି କିଛି ଚେଷ୍ଟା ପର୍ଦ୍ଦାଫାଶ ହୋଇଛି। ବୁଧବାର ପାକିସ୍ତାନ ସୂଚନା ଦେଇଥିଲା ଯେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଆମେରିକାରେ 250ତମ ବିଜୟ ଦିବସ ଉପରେ ଯୋଗଦାନ ନିମନ୍ତ୍ରଣ କରାଯାଇଛି। ହେଲେ ରିପୋର୍ଟ ମୁତାବକ ପାକିସ୍ତାନ ଜେନେରାଲ ଅସୀମ ମୁନିରଙ୍କୁ ବିଜୟ ଦିବସ ଉପରେ ନିମନ୍ତ୍ରଣ କରାଯାଇ ନାହିଁ। ମୁନିରଙ୍କୁ କେବଳ ଆମେରିକା ଗସ୍ତରେ ଯାଉଛି, ଯେଉଁଠାରେ ସେ ତାଙ୍କ ପ୍ରତିରକ୍ଷୀ ବେଟିଙ୍କ ଏବଂ ଏହି ଗସ୍ତ ବିଜୟ ଦିବସ ଉପରେ ପାଇଁ ନୁହେଁ। ପାକିସ୍ତାନୀ ପ୍ରଚାରରେ ମୁନିରଙ୍କ ଗସ୍ତକୁ ଅଧିକ ଦେଖାଇବା ପ୍ରଚାର କରାଯାଇଥିଲା ଯେ ତାଙ୍କୁ ବିଜୟ ଦିବସ ଉପରେ ଲାଗି ନିମନ୍ତ୍ରଣ କରାଯାଇଛି। ନମ୍ବର 9 ଇନ୍ଦୋରଙ୍କ ହତ୍ୟା ଘଟଣାର ବଡ଼ ଖୁଲାସା, ହତ୍ୟାକାରୀଙ୍କ ଟଙ୍କା ପଠାଇଥିଲା ସନମଙ୍କ ଭାଇ। ଇନ୍ଦୋର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସନମ ରଘୁବଂଶୀଙ୍କୁ ଦାୟୀ କରାଯିବା ପରେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏବେ ସେମାନଙ୍କୁ ତାଙ୍କର ଜଣେ ଭାଇ ସମର୍ଥନ କରିଥିବା ସାମ୍ନାକୁ ଆସିଛି। ହତ୍ୟା ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଗୁରୁବାର କହିଛନ୍ତି ଯେ ସେମାନେ ରଘୁବଂଶୀଙ୍କ ଜଣେ ସମ୍ପର୍କୀୟ ଭାଇ ଗତ ମାସରେ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ନିଯୁକ୍ତ 3 ଜଣ ସୁପାରି କିଲରଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଏପର୍ଯ୍ୟନ୍ତ 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ରଘୁବଂଶୀ ଏବେ ପୁଲିସ ଟାର୍ଗେଟକୁ ଆସିଛନ୍ତି। ନମ୍ବର 10 ଭଉଣୀର ବିବାହରେ ଯୋଗ ଦେବା ପାଇଁ ପିଏମ୍ ମୋଦିଙ୍କୁ ନିମନ୍ତ୍ରଣ ଦେଲେ ଏହି ଗରିବ ଯୁବତୀ, ଯିଏ ନିଜ ଭଉଣୀର ବିବାହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପତ୍ର ଲେଖିଥିଲେ। ତେବେ ପିଏମ୍ ଏହି ଚିଠିରେ କ'ଣ ଉତ୍ତର ଦେଇଥିଲେ ସେ ବିଷୟରେ ଆସନ୍ତୁ ଜାଣିବା। ପ୍ରଥମେ ଜାଣିବା ଝିଅଟି ଚିଠିରେ କ'ଣ ଲେଖିଥିଲେ। ଝିଅଟି ଲେଖିଥିଲେ କି ମାନନୀୟ ପ୍ରଧାନମନ୍ତ୍ରୀ, ମୋର ଭଉଣୀର ବିବାହ 29 ଡିସେମ୍ବରରେ ହେବାକୁ ଯାଉଛି। ଆପଣଙ୍କୁ ନିଶ୍ଚିତ ଆମର ଏହି ଗରିବ ପରିବାରରେ ପାଦ ଦେଇ ମୋ ଭଉଣୀକୁ ଆଶୀର୍ବାଦ କରିବେ। ତେବେ ଏହି ଚିଠିରେ ଆହୁରି ମଧ୍ୟ ବହୁତ କିଛି ଲେଖିଥିଲେ ଝିଅଟି। ଏଥିରେ ସେ ଲେଖିଥିଲେ କି ସେମାନେ ବହୁତ ଗରିବ ଓ ସେମାନେ 2 ଭଉଣୀ, ତାଙ୍କ ବାପା ଜଣେ ସାଧାରଣ କୃଷକ। ତାଙ୍କ ଗ୍ରାମରେ ସ୍କୁଲ ନାହିଁ କି ସେମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ ପଢ଼ିବା ପାଇଁ। ସେ ଏଥିରେ ନିଜର ନାମ ରାଣୀ ବୋଲି ଲେଖିଥିଲେ। ବିବାହର 7 ଦିନ ପୂର୍ବରୁ ସେ ଏହି ଚିଠି ପିଏମ୍ ମୋଦିଙ୍କ ନିକଟକୁ ଲେଖିଥିଲେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ନିଶ୍ଚୟ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଦବାଇ ଦେବେ।